ଜଣେ ସରକାରୀ ଅଫିସର ଘରୁ ମିଳିଲା 70 ବଣ୍ଡଲ 500 ଟଙ୍କିଆ ନୋଟ୍। ଭିଜିଲାନ୍ସ ଯେତେବେଳେ ଖୋଲିଲା ଟ୍ରଙ୍କ, ଯାହା ମିଳିଲା ଆଶ୍ଚର୍ଯ୍ୟ ହୋଇଗଲେ। 49 ଲକ୍ଷ ଟଙ୍କା ନଗଦ ସହ 29 ପ୍ଲଟର କାଗଜ ଆଉ 1 କେଜିରୁ ଉର୍ଦ୍ଧ୍ୱ ସୁନା ମଧ୍ୟ ଜବତ ହୋଇଛି। ଆଉ ଏହିସବୁ ସରକାରୀ ଅଫିସରର ଘରୁ ମିଳି। PSWSର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳ, ଯାହାଙ୍କ କାମ ଥିଲା ଲୋକଙ୍କୁ ଘର ତିଆରି କରିବା, ଓଡ଼ିଶା ଭିଜିଲାନ୍ସ ଆଜି ସମ୍ବଲପୁର ଷ୍ଟେସନରୁ ତାଙ୍କୁ ଗିରଫଦାର କରିଲା ସିଧା। ଆଉ ତାଙ୍କ ହାତରୁ ମଧ୍ୟ 5 ଲକ୍ଷ ଟଙ୍କା ନଗଦ ଟଙ୍କା ମଧ୍ୟ ମିଳିଛି। ଆଉ ଭୁବନେଶ୍ୱର ତାଙ୍କ ଭଉଣୀ ଘରୁ ଏହିସବୁ ଜିନିଷ ଲୁଚାଇ ରଖିଥିଲେ। ଦୁଇଟି ଟ୍ରଙ୍କରୁ ମିଳିଲା 70 ବଣ୍ଡଲ 500 ଟଙ୍କିଆ ନୋଟ୍, ଯାହାକୁ ଗଣିବା ପାଇଁ ଲାଗିଲା ମସି। ଖାଲି ଏତିକି ନୁହେଁ, ସମ୍ବଲପୁର, ଭୁବନେଶ୍ୱର, ଭଞ୍ଜନଗର ଏକା ସାଙ୍ଗରେ ଛାପ ମାରିଲା ଭିଜିଲାନ୍ସ। ଆଉ ମିଳିଲା ବହୁ ମହଲା 2ଟି ବିଲ୍ଡିଂର କାଗଜପତ୍ର, ଆଉ 1ଟି ଫ୍ଲାଟ୍, ଆଉ 29ଟି ପ୍ଲଟ୍ ଏବଂ 1 କେଜିରୁ ଉର୍ଦ୍ଧ୍ୱ ସୁନା ମଧ୍ୟ ଜବତ ହୋଇଛି। ଯେଉଁ ଦପ୍ତର ଗରିବ ଲୋକଙ୍କ ଛାତ ତିଆରି ହେବା ପାଇଁ ହେଇଥିଲା, ସେଠି ଅଫିସର ନିଜ ସମ୍ପତ୍ତିର ପାହାଡ଼ ବନାଉଥିଲେ। ଭିଜିଲାନ୍ସ ଅନୁସନ୍ଧାନ ଜାରି ରହିଛି। ସମ୍ପତ୍ତି ଆହୁରି ବଢ଼ିବ ବୋଲି ଆକଳନ ମଧ୍ୟ କରାଯାଉଛି। ଏମିତି କିଛି ଖବର ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଇନଷ୍ଟାଗ୍ରାମ ଯଦି ଫଲୋ କରୁନାହାନ୍ତି, ଆଜିର ଟ୍ରେଣ୍ଡକୁ ଫଲୋ କରିବାକୁ ଜଣାନ୍ତୁ। କୁଇକ୍ ଅପଡେଟ୍ସ ପାଇଁ।